ଯମୁନା ଦୁଇ ଜଣଙ୍କର ବଂଶ ବୃଦ୍ଧିକୁ ନେଇ ଗୋଟେ ବଡ଼ ପ୍ରଶ୍ନ ଉଠୁଥିଲା ଏବଂ ବିଭିନ୍ନ ବହୁଦିନର ଆଶା ଆକାଂକ୍ଷା ଏବଂ ବିଭିନ୍ନ ସମୟରେ ଆପଣମାନଙ୍କୁ ପଚାରୁଥିଲେ ଏବେ ପରିଚ୍ଛେଦ ପଡ଼ିଛି ନିଶ୍ଚିତ ରୂପରେ ଆମର ପରିବେଶ ପାଇଁ ଯୋଡ଼ା ହେଇଛି ଶିମିଳିପାଳରେ ଯେଉଁ ଯମୁନା ଏବଂ ଜିନତ କଣା ହେଇଥିଲା ଜିନତ ବର୍ତ୍ତମାନ ଚାରିଟା ଛୁଆର ମାଆ ହେଇଛନ୍ତି। ନିଶ୍ଚିତ ଭାବରେ ଆମେ ପରିବାରକୁ ସ୍ୱାଗତ କରୁଛୁ ଏବଂ ପରିବେଶରେ ଯେଉଁ ଯୋଡ଼ା ହେଇଛି ଭାରତ ଇତିହାସରେ ଶିମିଳିପାଳ ଯେଉଁ ବିବିଧତା ଅଛି ସେଥିରେ ଏବେ ଆଉ ପାଦେ ବି ଆଗେଇଛି। ଯେଉଁଥିପାଇଁ ଆପଣଙ୍କର ଟାଇଗର ରିଜର୍ଭ ଥିଲା କୋର ଏରିଆ ନ୍ୟାସନାଲ୍ ପାର୍କ ଏଭଳିଆ ଗୋଟେ ପରିବେଶର ବଡ଼ ଆମର ଯେଉଁ ଯୋଗଦାନ ଥିଲା ଆହୁରି ପାଦେ ଆଗେଇଛି ଏବଂ ଆଶିଷକୁ କାଲି ଆମକୁ ରିପୋର୍ଟ ଦେଇଛନ୍ତି 20 ଦିନ ହେଲା ବର୍ତ୍ତମାନ ଛୁଆମାନେ ଆମର ଜିପିଏସ୍ ଟ୍ରାକିଂରେ ଅଛନ୍ତି ସୁରକ୍ଷିତ ଅଛନ୍ତି ଏବଂ ମାଆ ମଧ୍ୟ ସୁସ୍ଥରେ ଅଛନ୍ତି। ସେଇଟା ଆମର ବଡ଼ ଖବର ଯେଉଁଟା ଆପଣମାନେ ବିଭିନ୍ନ ସମୟରେ ଗଭର୍ଣ୍ଣମେଣ୍ଟ ଉପରେ ବି କ୍ୱେଶ୍ଚନ୍ ଉଠିଥିଲା ସେଇଟା ପରିଚ୍ଛେଦ କରୁଛି ଖୁସି ଲାଗୁଛି। ଆମ ପରିବାରରେ ଓଡ଼ିଶାର ଇତିହାସ ସୃଷ୍ଟି ହେଉଛି ନିଶ୍ଚିତ ଭାବରେ ଆଗାମୀ ଭବିଷ୍ୟତରେ ଆମର ଯେଉଁ ପରିବେଶ କଞ୍ଜରଭେସନ୍ ପାର୍ଟ ଆହୁରି ଅଧିକା ବଢ଼ିବ ଏବଂ ଲୋକମାନଙ୍କର ବିଶେଷ ଶିମିଳିପାଳ ବାଘ ବୃଦ୍ଧି ପାଇଁ ଗୋଟେ ସାର୍ ବଡ଼ ଷ୍ଟେପ୍ ଆଗକୁ କେତେ ହେଲେଣି ବାଘ ସଂଖ୍ୟା କେତେ ବୃଦ୍ଧି ପାଇଛି? ବାଘ ସଂଖ୍ୟା ଆମର 40ଟା ଥିଲେ। ଏଇ ଯେଉଁ ଆପଣଙ୍କର କୋବ୍ସ ଯେଉଁ ଅଛନ୍ତି ଟାଇଗର କୋବ୍ସ ଯେଉଁ ଅଛନ୍ତି ବର୍ତ୍ତମାନ ଛୁଆ ହେଇଛନ୍ତି ଆଖି ବି ଖୋଲି ନାହାନ୍ତି ଛୋଟ ଅଛନ୍ତି ସେ ଯତ୍ନ ନେଉଛନ୍ତି। ଆମେ ଆଶା କରିବା ଭଗବାନଙ୍କ ପ୍ରାର୍ଥନା କରିବା ଏମାନେ ଜଙ୍ଗଲ ପରିବେଶ କେମିତି ଶୀଘ୍ର ଖାପ ଖୁଆଇ ଏବଂ କଞ୍ଜରଭେସନ୍ ପାର୍କରେ ତାଙ୍କର ଆଗକୁ ଆସନ୍ତି।